ରୁମ୍ ଭିତର ଟିକେ ଉଷୁମ ଉଷୁମ ଅଛି ଆଉ ରୁମ୍ ଭିତରଟା ସେତିକି ରହିବା ଦରକାର, ନହେଲେ ଥଣ୍ଡା ଲାଗିବନି ନା। ଏଇଠି ଗରମ, ଆଚ୍ଛା। ହଁ, ଓଡ଼ିଶାରେ ପ୍ରବଳ ଗରମ ହେଉଥିବ ଆଉ। ସବୁଠୁ ହାଏଷ୍ଟ ପୁରା ଏଥର ଦିଲ୍ଲୀର ବେଶୀ ଗରମ ହେଉଛି ନା କ'ଣ, ନ୍ୟୁଜ୍ରେ ଟିକେ ଦେଖିଥିଲି। ପ୍ରବଳ ଗରମ ହେଉଛି, 53 ନା କେତେ ଏମିତି ଦେଖାଉଛି। ହୁଁ, କେଉଁ କେଉଁ ଜାଗାରେ ତ ଜଙ୍ଗଲରେ ନିଆଁ ବି ଲାଗିଯାଇଥିଲାଣି, ଦେଖିଥିଲି। ବହୁତ ଗରମ। ଆମର ଏଠି ଭଲ, ବେଶୀ ନା ବେଶୀ ଗରମ ନା ବେଶୀ ଥଣ୍ଡା ନା ବେଶୀ ମାନେ ଶୀତ। ହୁଏ କିନ୍ତୁ କମ୍ ଟାଇମ୍ ପାଇଁ ହୁଏ ଆଉ। ଏପଟେ ବି ଗରମ ହୁଏ, ହେଲେ କମ୍ ଟାଇମ୍ ପାଇଁ ଗରମ ହୁଏ। ପୂଜା ଭଉଣୀଙ୍କର ସପୋର୍ଟ ମେସେଜ, ସେ ଖାଇ ଖାଇ ମେସେଜ ଆମକୁ ସପୋର୍ଟ କରୁଛନ୍ତି। ପୂଜା ଭଉଣୀ ଆଜି ପୂଜା ଭଉଣୀଙ୍କ ଲାଇଭରେ ଜଏନ୍ କରୁ କରୁ ଅଳ୍ପ ଟାଇମ୍ କଥା ହେଇଛୁ, ତାପରେ ପୂଜା ଭଉଣୀଙ୍କର ଟାଇମ୍ ହେଇଗଲା ଆଉ। ତମେ ବୋଧେ ପୂଜା ଭଉଣୀ ଟାଇମ୍ ମାନେ ଅଲଗା ମାନେ ଯେତେବେଳେ ହେଲେ ବୋଧେ ପଳେଇ ଆସ ନା, ସେଥିପାଇଁ ମୁଁ ଜାଣି ନେଇପାରେ। ମୁଁ ଏମିତି ଅନ୍ କରିକି ଦେଖେ, ତାପରେ ଯାଇ ଜଣାପଡ଼େ। ନୋଟିଫିକେସନରେ ତ ଆସେ ନାହିଁ। ନୋଟିଫିକେସନରେ ଯୋଉ ଆସେ ସେଇଟା ଜାଣିପାରେ। ନହେଲେ ଏମିତି ଯଦି ତୁମ ଚ୍ୟାନେଲକୁ ଯାଇକି ଦେଖେ, ହେଲେ ଜାଣିପାରେ। ଟାଇମ୍ ମିଳିଲେ ମୁଁ ଯାଇକି ଦେଖେ ନା, କ'ଣ କ'ଣ ରେସିପି ଛାଡ଼ିଛ ସବୁ। ବଢ଼ିଆ ବନଉଛ, ତମର କୁକିଂ ଫେଭରାଇଟ୍ ଆଉ। ଫୋନ୍ଟା ପୋଡ଼ିଦେବୁ। ସେଇ ଭଲ ଲାଗିବ। ପୂଜା ଭଉଣୀଙ୍କର ସପୋର୍ଟ ମେସେଜ ଢେର ସାରା। ଆଉ କିଏ ଲାଇଭରେ ଅଛ କମେଣ୍ଟ କର। ତମେ ଆମ ଓଡ଼ିଶା ଆସ, ଗରମ ଟିକେ ଏଞ୍ଜୟ। ହଁ, ଓଡ଼ିଶାରେ ତ ଛୋଟ ବେଳୁ ବଡ଼ ହେଇଛୁ ନା, ଏବେ ସିନା ଏଠି ଆସାମରେ ଆମେ ଅଛୁ, ତ ତାର ଗରମଟା ଆମେ ଜାଣିଛୁ। ଆମେ ଶୀତରେ ଯିବୁ ଭଉଣୀ। ଶୀତରେ ଯିବୁ ଆଉ ଶୀତରେ ହିଁ ପଳେଇ ଆସିବୁ। ଏଞ୍ଜୟ କରିବ। ହଁ, ସବୁ ମୌସମକୁ ଏଞ୍ଜୟ କରିବା କଥା ଆଉ। କି ପାଇଁ ନା ଯେତେବେଳେ ଶୀତ ହୁଏ, ଆମେ କହୁ କି ଖରା ହତାନି କି ଖରା ଟିକେ ଏତା, ଖରାରେ ବସିବି ଖରା। ଆଉ ବର୍ଷା ହେଲେ ବି ଟିକେ ଖରା ତା ଲୁଗାପଟା ଶୁଖିବ ସେମିତି ଭାବୁ। ତେଣୁକରି ସବୁ ଋତୁକୁ ଏଞ୍ଜୟ କରିବା କଥା, ଗରମ ବର୍ଷା ଶୀତ ସବୁ ଆଉ। ଗରମ ଦିନରେ ତ ଆହୁରି ଭଲ, ଆମ୍ବ ଗଛ ତଳେ ବସିଥିବ ଆଉ। ଆମ୍ବ ପାଚିକରି ଉପରୁ ପଡ଼ୁଥିବ, ଖାଉଥିବ। ତେନ୍ତୁଳି ଗଛ ତଳେ ବସିଥିବ, ତେନ୍ତୁଳି ଖାଉଥିବ। ଗାଁ ଗାଁରେ କି ପବନ ହେଲେ ତେନ୍ତୁଳି ଗଛକୁ ଯାଅ, ତେନ୍ତୁଳି ଖୁଳେଇବ। ଆମ୍ବ ଗଛ ତଳକୁ ଯାଅ, ଆମ୍ବ ଖୁଳେଇବ। ଆମେ ତ କୁଳଉଥିଲୁ ଆମର ଆମ୍ବ ଗଛରେ। ବହୁତ ଆମ୍ବ ହେଇଥାଏ ନା। ପବନ ହେଲେ ବହୁତ ଜୋର ପବନ ହୁଏ। ଆଉ ଖରା ଦିନର ପବନ ବର୍ଷା ବହୁତ ଜୋର ହୁଏ ନା, ଡାଳ ପତ୍ର ଭାଙ୍ଗିଦିଏ ଏକାଥରେ। ବୋଧେ ଏଥର ହେଇନାହିଁ ଏତେ। ଭାଇ ଶୋଇ ପଡ଼ିଲେ।